ତେଣୁ ଦେଖିବାକୁ ଗଲେ ଘାସିରାମ ମାଝୀ ହିଁ ହେଉଛନ୍ତି ବର୍ତ୍ତମାନ ସୁଦ୍ଧା ସେଠି ଆଗରେ ଥିବା ପ୍ରାର୍ଥୀ ଏବଂ କିନ୍ତୁ ସବୁଠୁ ବଡ଼ କଥା ହେଉଛି ଯେ ଉପନିର୍ବାଚନରେ ଅର୍ଥ ବଳ ହିଁ ସବୁଠି ଗୋଟେ ମେଜର ଫ୍ୟାକ୍ଟର ସାଜେ। ତ ସରକାର ଯେ ଅଛନ୍ତି ଭାରତୀୟ ଜନତା ପାର୍ଟି ସେ ଚାହିଁବେ ଆମେ କେମିତି ଏ ନିର୍ବାଚନଟି ଜିତିବୁ। ସବୁ ଦଳ ପାଇଁ ଏଇଟା ହେଉଛି ଗୋଟେ ସମ୍ମାନର ପ୍ରଶ୍ନ। କଂଗ୍ରେସ ଯଦି ଜିତୁଛି ତ କଂଗ୍ରେସ ଗୋଟେ ମେସେଜ ଦେବ ସାରା ଓଡ଼ିଶାକୁ ଯେ ଆଗାମୀ ଦିନରେ ଆମ କଂଗ୍ରେସ ଗୋଟେ ସାଇନିଂ ଗୋଟେ ସିମ୍ବଲ ଆସୁଛି ଯେ କଂଗ୍ରେସ ଆଗକୁ ବଢ଼ିବେ। ଯଦି ବିଜେଡି ଏଇଟା ହଉଛି ଯୋଉ ପାଣ୍ଡିଆନ ଆପଣଙ୍କର ସେ ବିଜୁ ଜନତା ଦଳ ହଉଛି ଓଡ଼ିଶାର ଗୋଟେ ସର୍ବବୃହତ ଆଞ୍ଚଳିକ ଦଳ, ଦୀର୍ଘ ବର୍ଷ ଧରି କ୍ଷମତାରେ ଥିଲା। ତ ପାଣ୍ଡିଆନ ଜାଣିକି ପ୍ରାର୍ଥୀ ଦବା ଏଗୁଡ଼ା ସବୁ ମିଡିଆର ଆକଳନ ବା ଯୋଉମାନେ ଅଛନ୍ତି ଗୋଟେ ଏଇଟା କଣ କି ଗୋଟେ ଚିପ୍ ଷ୍ଟେଟମେଣ୍ଟ ହେଇଯିବ। ଗୋଟେ ରାଜନୈତିକ ଦଳ ସବୁବେଳେ ଚାହିଁବ ସେ ତାର ସ୍ଥିତିଟାକୁ ବଜାୟ ରଖିବ, କାରଣ ସେ ଭକ୍ତ ଦାସଙ୍କ କଥା ନାହିଁ, ସେଠି ହଉଛି ଆଦିବାସୀ ସମ୍ପ୍ରଦାୟକୁ ଫଟାଇବା ପାଇଁ ବିଜୁ ଜନତା ଦଳ ଆଉ ଭାରତୀୟ ଜନତା ପାର୍ଟି ସେମାନେ ଅଲରେଡି ଲାଗି ସାରିଲେଣି। ଯୋଉ ଆଦିବାସୀ ତାଙ୍କର ଯୋଉ କମ୍ୟୁନିଟି ଅଛି ସେ କମ୍ୟୁନିଟିକୁ କେମିତି ଭାଗ କରିବା ଏବଂ ସେ ଭୋଟକୁ କେମିତି କ୍ୟାରି କରିବା ଏଇ କ୍ଷେତ୍ରରେ ଇଏ ବିଜେଡି ଆଉ ବିଜେପି ଏମାନେ ଅଲରେଡି ତାଙ୍କର ପ୍ରୋସେସ ଆରମ୍ଭ କରିସାରିଛନ୍ତି। ଯଦି ଆଦିବାସୀ ସମ୍ପ୍ରଦାୟର ଲୋକ ଘାସିରାମ ମାଝୀକୁ ସମର୍ଥନ ଦିଅନ୍ତି ତେବେ ଘାସିରାମ ମାଝୀଙ୍କର ଗୋଟେ ରେଜଲ୍ଟ କିଛି ଜଣାପଡ଼ିବ। ତ ବର୍ତ୍ତମାନ ତ କିଛି ଏବେଠୁ ଆକଳନ କରିହେବନି, ଆଉ ଗୋଟେ ସପ୍ତାହ ପରେ ତାହା ଜଣାପଡ଼ିବ। ସାର୍ ବର୍ତ୍ତମାନ ପାଇଁ ନୂଆପଡ଼ା ନିର୍ବାଚନ ସରଗରମ ରିଇଲେକ୍ସନ ଯେଉଁ ହେଉଛି ତିନି ଦଳର ପ୍ରାର୍ଥୀ ବିବେଚିତ ହୋଇଯାଇଛନ୍ତି, ଜୋରସୋରରେ ପ୍ରଚାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଆପଣଙ୍କୁ କ'ଣ ଲାଗୁଛି କେଉଁ ଦଳର ପ୍ରାର୍ଥୀର ଦବଦବା ସେଠି ନୂଆପଡ଼ା ଟିକେ ଅଧିକ ରହିଛି? ଆକ୍ଚୁଆଲି ଦେଖିବାକୁ ଗଲେ ଯେଉଁ ତିନୋଟି ଦଳର ପ୍ରାର୍ଥୀ ଅଛନ୍ତି, କଂଗ୍ରେସର ଯେ ପ୍ରାର୍ଥୀ ଅଛନ୍ତି ଘାସିରାମ ମାଝୀ ସେ ହିଁ ହେଉଛନ୍ତି ବର୍ତ୍ତମାନ ସୁଦ୍ଧା ଆଜିକା ଡେଟ୍ରେ ସବୁଠାରୁ ଆଗରେ ଥିବା ପ୍ରାର୍ଥୀ। କାରଣ ସେଠି ଆଦିବାସୀ ସମ୍ପ୍ରଦାୟର ଭୋଟକୁ ଯିଏ କ୍ୟାରି କରିପାରିବ ସେ ହିଁ ସେଠି ନିର୍ବାଚନ ଜିତିବ। ଆଉ ଆଦିବାସୀ ସମ୍ପ୍ରଦାୟର ଭୋଟକୁ ଗତ ନିର୍ବାଚନରେ ସ୍ୱାଧୀନ ଭାବରେ ଛିଡ଼ା ହେଇ ଘାସିରାମ ମାଝୀ 55,000 ପାଖାପାଖି ଭୋଟ ପାଇଥିଲେ ଏବଂ ଅନ୍ୟ ଯେଉଁ ଦୁଇଟି ଦଳ ରହିଲେ ବିଜେଡି ଆଉ ବିଜେପି, ବିଜେଡି ଦଳର ଯେ ପ୍ରାର୍ଥୀ ଅଛନ୍ତି ଆପଣଙ୍କର ସ୍ନେହାଙ୍ଗିନ ଛୁରିଆ ସେ ଲୋକାଲ ଅଞ୍ଚଳର ନୁହନ୍ତି, ତାଙ୍କର ପଡ଼ୋଶୀ ନିର୍ବାଚନ ମଣ୍ଡଳୀର ସେ ହେଉଛନ୍ତି ନେତ୍ରୀ। ତେଣୁ ତାଙ୍କର ଏବଂ ଯିଏ ଜୟ ଢୋଲକିଆ ଯିଏ ବିଜେଡିରୁ ଆସିକି ବିଜେପିରେ ଯୋଗ ଦେଇଛନ୍ତି, ଉଭୟଙ୍କର ପ୍ରାର୍ଥୀତ୍ୱ ଏବଂ ସେମାନଙ୍କ ପ୍ରତି ଲୋକଙ୍କର ଟିକେ ନକାରାତ୍ମକ ଧାରଣା ଅଛି। ତେଣୁ ଦେଖିବାକୁ ଗଲେ ଘାସିରାମ ମାଝୀ ହିଁ ହେଉଛନ୍ତି ବର୍ତ୍ତମାନ ସୁଦ୍ଧା ସେଠି ଆଗରେ ଥିବା ପ୍ରାର୍ଥୀ ଏବଂ କିନ୍ତୁ ସବୁଠୁ ବଡ଼ କଥା ହେଉଛି ଯେ ଉପନିର୍ବାଚନରେ ଅର୍ଥ ବଳ ହିଁ ସବୁଠି ଗୋଟେ ମେଜର ଫ୍ୟାକ୍ଟର ସାଜେ। ତ ସରକାର ଯେ ଅଛନ୍ତି ଭାରତୀୟ ଜନତା ପାର୍ଟି ସେ ଚାହିଁବେ ଆମେ କେମିତି ଏ ନିର୍ବାଚନଟି ଜିତିବୁ। ସବୁ ଦଳ ପାଇଁ ଏଇଟା ହେଉଛି ଗୋଟେ ସମ୍ମାନର ପ୍ରଶ୍ନ। କଂଗ୍ରେସ ଯଦି ଜିତୁଛି ତ କଂଗ୍ରେସ ଗୋଟେ ମେସେଜ ଦେବ ସାରା ଓଡ଼ିଶାକୁ ଯେ ଆଗାମୀ ଦିନରେ ଆମ କଂଗ୍ରେସ ଗୋଟେ ସାଇନିଂ ଗୋଟେ ସିମ୍ବଲ ଆସୁଛି ଯେ କଂଗ୍ରେସ ଆଗକୁ ବଢ଼ିବେ। ଯଦି ବିଜେଡି ସେଠି ଆଦିବାସୀ ସମ୍ପ୍ରଦାୟରେ ଦେଖାଯାଏ ଯେ ସେମାନେ ଆକ୍ଚୁଆଲି ଭଲ ଲୋକକୁ ବାଛନ୍ତି ବହୁତ ସମୟରେ। ତେଣୁ ଏଠି କ'ଣ ହେଉଛି ନା ଯେଉଁ ସେମାନେ ସରକାର ଯିଏ ଅଛନ୍ତି ସେମାନେ ଭୋଟ କିଣିବା ପାଇଁ ଅଲରେଡ଼ି ପ୍ରସ୍ତୁତ ହୋଇସାରିଲେଣି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସେଠି ପରିଦର୍ଶନ କରିସାରିଛନ୍ତି ଏବଂ ସେଠି ମଧ୍ୟ ପ୍ରତିଶ୍ରୁତି ଦେଇସାରିଲେଣି, ମେଡ଼ିକାଲ କଲେଜ ହେବ, ବିଭିନ୍ନ ପ୍ରକଳ୍ପର ଘୋଷଣା କରିସାରିଛନ୍ତି। ତେଣୁ ଏଠି ବି କିଛି କହିହେବନି ଯେ ନିର୍ବାଚନରେ କିଏ ଜିତିବ, କାରଣ ସବୁବେଳେ ଉପନିର୍ବାଚନରେ ସରକାରୀ ଦଳ ଜିତିବାର ନଜିର ରହିଛି। କାରଣ ସେମାନଙ୍କର ପ୍ରଶାସନଠୁ ଆରମ୍ଭ କରି ଆର୍ଥିକ ସ୍ତରରେ ଯଦି କୋଟି କୋଟି ଟଙ୍କା ସେଠି ଖର୍ଚ୍ଚ ହେବ ନିଶ୍ଚିତ ଭାବରେ ଜନମତ ପ୍ରଭାବିତ ହେବ, ଏ ଆଶଙ୍କା ଅଛି। ନିଶ୍ଚିତ ଭାବରେ ଜୟ ଢୋଲକିଆ ସେ ଅଞ୍ଚଳର ଏବଂ ଘାସିରାମ ମାଝୀ ମଧ୍ୟ ସେ ଅଞ୍ଚଳର, କିନ୍ତୁ ଏମ୍ଆଇ ଯେଉଁ ସ୍ନେହାଙ୍ଗିନ ଛୁରିଆ ହେଉଛନ୍ତି ଅତାବିରା ଅଞ୍ଚଳର। ସେ 30,000 ଭୋଟରେ ହାରିଥିଲେ ଗତ ନିର୍ବାଚନରେ 2024ରେ। ତାଙ୍କର ପ୍ରାର୍ଥୀତ୍ୱକୁ ଲୋକେ ଗ୍ରହଣ କରିବା ବହୁତ କଷ୍ଟକର ବ୍ୟାପାର। ତଥାପି ବିଜୁ ଜନତା ଦଳ ଚେଷ୍ଟା କରିବ ନିଜର ସମ୍ମାନକୁ ବଞ୍ଚାଇବା ପାଇଁ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟ ଚେଷ୍ଟା କରିବ। କିନ୍ତୁ ଯାହା ଦେଖାଯାଉଛି କଂଗ୍ରେସର ଯେଉଁ ଭୋଟ ଅଛି ଘାସିରାମ ମାଝୀଙ୍କର ବା କଂଗ୍ରେସର ଯେତିକି ଭୋଟ ଅଛି ତାକୁ ଯଦି ସରକାରୀ ଦଳ କୌଣସି ଉପାୟରେ ଅର୍ଥବଳ ମାଧ୍ୟମରେ କ୍ୟାରି କରିପାରିଲେ ତେଣୁ କିଛି ରେଜଲ୍ଟ କହିହେବନି, ସେଟା ଏବେଠୁ ଆକଳନ କରିହେବନି, ଜଣାପଡ଼ିବ ଆଉ କିଛି ଦିନ ପରେ। ଏଇଟା ହେଉଛି ଯେଉଁ ପାଣ୍ଡିଆନ ଆପଣଙ୍କର ସେ ବିଜୁ ଜନତା ଦଳ ହେଉଛି ଓଡ଼ିଶାର ଗୋଟେ ସର୍ବବୃହତ ଆଞ୍ଚଳିକ ଦଳ, ଦୀର୍ଘ ବର୍ଷ ଧରି କ୍ଷମତାରେ ଥିଲା। ତ ପାଣ୍ଡିଆନ ଜାଣିକି ପ୍ରାର୍ଥୀ ଦବା ଏଗୁଡ଼ା ସବୁ ମିଡିଆର ଆକଳନ ବା ଯେଉଁମାନେ ଅଛନ୍ତି ଗୋଟେ ଏଇଟା କଣ କି ଗୋଟେ ଚିପ୍ ଷ୍ଟେଟମେଣ୍ଟ ହେଇଯିବ। ଗୋଟେ ରାଜନୈତିକ ଦଳ ସବୁବେଳେ ଚାହିଁବ ସେ ତାର ସ୍ଥିତିଟାକୁ ବଜାୟ ରଖିବ, କାରଣ ସେମାନେ ତ ବିଧାନସଭାରେ ଆପଣ ଦେଖୁଛନ୍ତି ହୋହାଲ୍ଲା କରୁଛନ୍ତି, ସେମାନେ ବିରୋଧୀ ଦଳର ନେତାର ବିରୋଧୀଙ୍କ ଭୂମିକା ନିର୍ବାହ କରୁଛନ୍ତି। ଏ କଥାକୁ ଆମେ କହିପାରିବାନି ଯେ ଜାଣି ଶୁଣି ସେମାନେ ପ୍ରାର୍ଥୀ ଦେଇଛନ୍ତି, ସେମାନେ ପ୍ରାର୍ଥୀ ପାଇଲେନି, ତାଙ୍କ ପ୍ରାର୍ଥୀକି ଯେହେତୁ
ବିଜୁ ଭାରତୀୟ ଜନତା ପାର୍ଟି ନେଇଗଲା ଜୟ ଢୋଲକିଆଙ୍କୁ, ସେମାନେ ଆଉ ପ୍ରାର୍ଥୀ ଯେତେବେଳେ ପାଇଲେନି ଗୋଟେ ମହିଳା କାର୍ଡ ଖେଳିଛନ୍ତି, ଯେହେତୁ ମାନେ ମହିଳାର ଛୋରିଆ ଅଛନ୍ତି କ'ଣ ରାଜ୍ୟ ସଭାନେତ୍ରୀ, ତେଣୁ ସେ ମହିଳା କାର୍ଡ ଖେଳିଛନ୍ତି। ଦେଖାଯାଉଛି ତାଙ୍କର ମହିଳା କାର୍ଡ ଏବଂ ଛୋରିଆଙ୍କୁ ସେଠି ଗ୍ରହଣୀୟତା ଏତେ ସ୍ପଷ୍ଟ ଜଣାପଡ଼ୁନି। ଆଉ ଗୋଟେ କଥା ପ୍ରଶ୍ନ ଉଠୁଛି କି ଘାସିରାମ ମାଝୀ ଯିଏକି ସ୍ୱାଧୀନରେ 50,000 ଭୋଟରେ ଆଗରେ ଥିଲେ, ସେ ବର୍ତ୍ତମାନ କଂଗ୍ରେସକୁ ଆସିଛନ୍ତି। ସେଠିକାର ଲୋକ ଶୁଣାଯାଉଛି କଂଗ୍ରେସକୁ ଭକ୍ତ ଦାସକୁ ଟିକେ ତାଙ୍କର ଆକ୍ରୋଶ ଭାବ ଅଛି, ଘୃଣା ଭାବ ଅଛି। ଭକ୍ତ ଦାସ ଯଦି ପ୍ରଚାର ପ୍ରସାର ଯାଆନ୍ତି, ଘାସିରାମ ମାଝୀଙ୍କର ଭୋଟ ମାଇନସ ବନ୍ଦ। ଭକ୍ତ ଦାସ ହେଉଛନ୍ତି ସେଇ ଅଞ୍ଚଳର ଲୋକ, ତାଙ୍କର ପାର୍ଲାମେଣ୍ଟାରୀ ସିଟ୍ ବୋଧେ ସେଇ ଅଞ୍ଚଳରେ ଆସୁଛି, କିନ୍ତୁ ଘଟଣା ହେଉଛି ଭକ୍ତ ଦାସ ସେ ଚାହୁଁଛନ୍ତି ନିଜର ଏବେ ପିସି ସଭାପତି ଅଛନ୍ତି, ତ ତାଙ୍କ ଅବଧି ଭିତରେ ଯଦି ଗୋଟେ ଉପନିର୍ବାଚନ କଂଗ୍ରେସ ଜିତୁଛି ତ କଂଗ୍ରେସ ପାଇଁ ଏହା ଗୋଟେ ବଡ଼ ସଫଳତା। ତେଣୁ ସେଥିପାଇଁ ଭକ୍ତ ଦାସ ଆଗରୁ ଯାଇକି ଅଛନ୍ତି, ତେଣୁ ବହୁତ ଆଗରୁ ପ୍ରଥମେ ହିଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲା। ତ ଭକ୍ତ ଦାସଙ୍କ କଥା ନାହିଁ, ସେଠି ହେଉଛି ଆଦିବାସୀ ସମ୍ପ୍ରଦାୟକୁ ଫଟାଇବା ପାଇଁ ବିଜୁ ଜନତା ଦଳ ଆଉ ଭାରତୀୟ ଜନତା ପାର୍ଟି ସେମାନେ ଅଲରେଡ଼ି ଲାଗି ସାରିଲେଣି। ଯେଉଁ ଆଦିବାସୀ ତାଙ୍କର ଯେଉଁ କମ୍ୟୁନିଟି ଅଛି ସେ କମ୍ୟୁନିଟିକୁ କେମିତି ଭାଗ କରିବା ଏବଂ ସେ ଭୋଟକୁ କେମିତି କ୍ୟାରି କରିବା, ଏଇ କ୍ଷେତ୍ରରେ ଇଏ ବିଜେଡ଼ି ଆଉ ବିଜେପି ଏମାନେ ଅଲରେଡ଼ି ତାଙ୍କର ପ୍ରୋସେସ୍ ଆରମ୍ଭ କରିସାରିଛନ୍ତି। ଯଦି ଆଦିବାସୀ ସମ୍ପ୍ରଦାୟର ଲୋକ ଘାସିରାମ ମାଝୀକୁ ସମର୍ଥନ ଦିଅନ୍ତି ତେବେ ଘାସିରାମ ମାଝୀଙ୍କର ଗୋଟେ ରେଜଲ୍ଟ କିଛି ଜଣାପଡ଼ିବ। ତ ବର୍ତ୍ତମାନ ତ କିଛି ଏବେଠୁ ଆକଳନ କରିହେବନି, ଆଉ ଗୋଟେ ସପ୍ତାହ ପରେ ତାହା ଜଣାପଡ଼ିବ।